ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 22 ଏପ୍ରିଲ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟର୍ସ। ପ୍ରଥମ ପ୍ରଶ୍ନ, ନିସାର ଇଜ୍ ଏ ଜଏଣ୍ଟ ଆର୍ଥ ଅବଜରଭେସନ୍ ସ୍ୟାଟେଲାଇଟ୍ ମିଶନ ଡେଭଲପ୍ଡ ବାଇ ହ୍ୱିଚ୍ ଟୁ ସ୍ପେସ୍ ଏଜେନ୍ସି। ନିସାର ହେଉଛି ଏକ ମିଳିତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ମିଶନ କେଉଁ ଦୁଇଟି ସ୍ପେସ୍ ଏଜେନ୍ସି ବିକଶିତ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ନାସା ଆଣ୍ଡ ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ। ପରବର୍ତ୍ତୀ ପ୍ରଶ୍ନ, Which country has introduced the world highest bridge called the Huaijiang Grand Canyon Bridge? ହୁଆଇଜିଆଙ୍ଗ ଗ୍ରାଣ୍ଡ କାନିୟନ ବ୍ରିଜ ନାମକ କେଉଁ ଦେଶ ବିଶ୍ୱର ସର୍ବୋଚ୍ଚ ସେତୁ ଆଣିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଚାଇନା। ପରବର୍ତ୍ତୀ ପ୍ରଶ୍ନ, ମହାଦେବ କଲି ଟ୍ରାଇବ୍ ଇଜ୍ ପ୍ରାଇମେରିଲି ଫାଉଣ୍ଡ ଇନ୍ ହ୍ୱିଚ୍ ଷ୍ଟେଟ୍? ମହାଦେବ କଲି ଜନଜାତି ମୁଖ୍ୟତଃ କେଉଁ ରାଜ୍ୟରେ ଦେଖାଯାଆନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, Where was the 6th Asian Under-18 Athletics Championship 2025 held? ଷଷ୍ଠ ଏସିଆ ଅଣ୍ଡର-18 ଆଥଲେଟିକ୍ସ ଚାମ୍ପିଅନସିପ୍ 2025 କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ସାଉଦି ଆରବିଆ। ଇଣ୍ଡିଆନ୍ ଆଥଲେଟିକ୍ସ won 11 medals at the 6th Asian Under-18 Athletic Championship 2025 held in Saudi Arabia from April 15 to 18. Under-18 ଏସିଆ ଆଥଲେଟିକ୍ ଚାମ୍ପିଅନସିପ୍ 2025 କେଉଁଠାରେ ଅନୁଷ୍ଠିତ ହୋଇଯାଇଛି? ସାଉଦି ଆରବିଆ। ଏପ୍ରିଲ 15ରୁ ଏପ୍ରିଲ 18 ପର୍ଯ୍ୟନ୍ତ ଇଣ୍ଡିଆନ୍ ଆଥଲେଟିକ୍ସ ଏସିଆନ୍ Under-18 Athletic Championship ଅନୁଷ୍ଠିତ ହୋଇଥିଲା। The event was organized by the Asian Athletic Association. ଇଭେଣ୍ଟ କିଏ ଅର୍ଗାନାଇଜ କରିଥିଲା? ଏସିଆନ୍ ଆଥଲେଟିକ୍ ଆସୋସିଏସନ at Prince Naif bin Abdulaziz Sports City. Athletics under 18 years from 31 Asian countries took part in the championship. পরবর্তী প্রশ্ন, What is the name of the initiative recently launched by BRICS nation to combat land degradation and soil fertility loss? ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଜମି ଅବନତି ଏବଂ ମୃତ୍ତିକାର ଉର୍ବରତା ହ୍ରାସ ପାଇଁ ନିକଟରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ବ୍ରିକ୍ସ ଲ୍ୟାଣ୍ଡ ରେଷ୍ଟୋରେସନ୍ ପାର୍ଟନରସିପ୍। ବ୍ରିକ୍ସ ନେସନ୍ ଲଞ୍ଚ ଦ ବ୍ରିକ୍ସ ଲ୍ୟାଣ୍ଡ ରେଷ୍ଟୋରେସନ୍ ପାର୍ଟନରସିପ୍ ଟୁ ଟ୍ୟାକଲ୍ ଲ୍ୟାଣ୍ଡ ଡେଗ୍ରେଡେସନ୍, desertification and soil fertility loss across 11 members countries. The announcement was made during the 15th BRICS Agriculture Ministry meeting held in Brasilia, Brazil. କୋଉଠି ମିଟିଂ ହେଇଥିଲା? ବ୍ରାସିଲିଆ, ବ୍ରାଜିଲ ଠାରେ। This was the first agriculture meeting of the expanded BRICS, which now included Brazil, Russia, India, China, South Africa, Egypt, Ethiopia, United Arab Emirates, Iran, Indonesia. পরবর্তী প্রশ্ন,
Who has been appointed as the next Revenue Secretary of the Union Finance Ministry? କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରବର୍ତ୍ତୀ ରାଜସ୍ୱ ସଚିବ ଭାବେ କିଏ ନିଯୁକ୍ତ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଅରବିନ୍ଦ ଶ୍ରୀବାସ୍ତବ। The appointment committee of the cabinet headed by Prime Minister Narendra Modi has approved the newly appointed secretariat. Revenue Secretary Arvind Srivastav, Secretary Department of Expenditure Bumlum Mang Bhulnam, Secretary Department of Economics Affairs Anurag Thakur, Secretary Department of Public Enterprises K. Moses Chalia, Secretary Minister of Culture Vivek Agrawal, Secretary Union Minister of Sports Hari Ranjan Rao, Secretary Department of Youth Affairs Pallavi Jain Gobil, Secretary Ministry of Parliamentary Affairs Nikunj Bihari Dhal। পরবর্তী প্রশ্ন, Where is the Sansad Khel Mahakumbh organized? ସାଂସଦ ଖେଳ ମହାକୁମ୍ଭ କେଉଁଠାରେ ଅନୁଷ୍ଠିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଲକ୍ଷ୍ନୌ ଠାରେ ସାଂସଦ ଖେଳ ମହାକୁମ୍ଭ ଅନୁଷ୍ଠିତ ହୋଇଯାଇଛି। ପାର୍ଲାମେଣ୍ଟ ସ୍ପୋର୍ଟସ ମହାକୁମ୍ଭ 2025 ଭେନ୍ୟୁ କୋଉଠି? ଲକ୍ଷ୍ନୌ ଉତ୍ତରପ୍ରଦେଶ। ଇଭେଣ୍ଟ 19 ରୁ 22 ଏପ୍ରିଲ ପର୍ଯ୍ୟନ୍ତ ଖେଳ ହେବ। ଇନୋଗ୍ରେଟ୍ କିଏ କରିବେ? ଡିଫେନ୍ସ ମିନିଷ୍ଟର ରାଜନାଥ ସିଂ। ଷ୍ଟାଡିୟମ କୋଉଠି ଖେଳ ହେବ? କେଡି ସିଂ ବାବୁ ଷ୍ଟାଡିୟମ ଲକ୍ଷ୍ନୌ। ନମ୍ବର ଅଫ୍ ପ୍ଲେୟାର ପାର୍ଟିସିପେଟେଡ୍ 2500 ଖେଳାଳି ଖେଳିବେ। ସ୍ପୋର୍ଟସ ଇଭେଣ୍ଟ ଆଥଲେଟିକ୍ସ, କବାଡି, ବାସ୍କେଟବଲ, ଭଲିବଲ, ଫୁଟବଲ, ହକି, ବକ୍ସିଂ, ଟାଇକ୍ୱାଣ୍ଡୋ। ୱିନର ଫାର୍ଷ୍ଟ ପ୍ରାଇଜ୍ କେତେ ଦିଆହେବ? 8 ଲକ୍ଷ। ଅବଜେକ୍ଟିଭ କ'ଣ ଲେଖାହେଇଛି? ଟୁ ପପୁଲାରାଇଜ ସ୍ପୋର୍ଟସ ଏଟ୍ ଦ ଗ୍ରାସରୁଟ୍ସ ଲେଭେଲ। ପରବର୍ତ୍ତୀ ପ୍ରଶ୍ନ, Who has become the Director General of Indian Council of Agricultural Research? କିଏ ଭାରତୀୟ କୃଷି ଅନୁସନ୍ଧାନର ମହାନିର୍ଦ୍ଦେଶକ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ମାଙ୍ଗିଲାଲ ଜାଟ୍। Mangilal Jat has been appointed as the Director General of the Indian Council of Agricultural Research. The government has appointed Mangilal Jat for a period of 3 years. Indian Council of Agricultural Research ICAR କେବେ ଫାଉଣ୍ଡେଡ୍ ହେଇଥିଲା? 16 ଜୁଲାଇ 1929। ମିନିଷ୍ଟ୍ରି ୟୁନିୟନ ମିନିଷ୍ଟ୍ରି ଅଫ୍ ଏଗ୍ରିକଲଚର ଆଣ୍ଡ ଫାର୍ମର ୱେଲଫେୟାର। ହେଡକ୍ୱାର୍ଟର ରହିଛି ନୂଆଦିଲ୍ଲୀ। ଫଙ୍କସନ୍ କ'ଣ? କଣ୍ଡକ୍ଟିଂ ରିସର୍ଚ୍ଚ ଇନ୍ ଏଗ୍ରିକଲଚର ଇନକ୍ଲୁଡିଂ ହର୍ଟିକଲଚର, fisheries and animal science. ICAR is also the regulator for agriculture university in India. পরবর্তী প্রশ্ন, How many medal has India won the 6th Asian Under-18 Athletic Championship 2025? ଷଷ୍ଠ ଏସିଆ Under-18 Athletic Championship 2025ରେ ଭାରତ କେତେ ପଦକ ଜିତିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 11। 6th Asian Under-18 Athletic Championship 2025 ଭେନ୍ୟୁ କୋଉଠି ଖେଳ ହୋଇଥିଲା? ପ୍ରିନ୍ସ ନାଏବ ବିନ୍ ଅବଦୁଲଜିଜ ସ୍ପୋର୍ଟସ ସିଟି, ସାଉଦି ଆରବିଆ। ଇଭେଣ୍ଟ ଡେଟ୍ ହେଉଛି 15 ରୁ 18 ଏପ୍ରିଲ ଖେଳ ହୋଇଥିଲା। ହାଉ ଓଲ୍ଡ ଆଥଲେଟିକ୍ସ ପାର୍ଟିସିପେଟେଡ୍ ଅଣ୍ଡର 18 years of age? ଇଣ୍ଡିଆନ ମେଡାଲ କେତେ ପାଇଥିଲା? 11 ମେଡାଲ, 1 ଗୋଲ୍ଡ, 5ଟି ସିଲଭର, 5ଟି ବ୍ରୋଞ୍ଜ। ଫାର୍ଷ୍ଟ ଏଡିସନ ଅଫ୍ ଦ ଚାମ୍ପିଅନସିପ୍ 2015 ଖେଳ ହୋଇଥିଲା। ଦିସ୍ ଚାମ୍ପିଅନସିପ୍ ଇଜ ହେଲ୍ଡ ଏଭ୍ରି 2 year, ପ୍ରତି
2 ବର୍ଷରେ ଏହି ଖେଳ ଅନୁଷ୍ଠିତ ହୁଏ। ଅର୍ଗାନାଇଜ କିଏ କରିଥିଲା? ଏସିଆନ୍ ଆଥଲେଟିକ୍ ଆସୋସିଏସନ୍।